ନମସ୍କାର। ଅନୁଭୂତିରେ ଠାକୁର ଦ୍ୱିତୀୟ ପାର୍ଟକୁ ଆପଣମାନଙ୍କୁ ସ୍ୱାଗତ ଜଣାଉଛି। ମୋତେ ପ୍ରଚୁର ଥଣ୍ଡା ହେଇଥିବାରୁ ମୁଁ ମୋ ଭଏସ୍ ପାଇଁ କ୍ଷମା ମାଗି ଦେଉଛି। 2016 ଜୁନ୍ 22 ତାରିଖର ଘଟଣା। ସକାଳ 10ଟା ସୁଦ୍ଧା ମୋ ସ୍ୱାମୀଙ୍କ ସହ ମୁଁ କିଛି ନିଜସ୍ୱ କାମରେ ଭୁବନେଶ୍ୱର ବାହାରିଥାଏ। ମୋ ସ୍ୱାମୀଙ୍କର ଗୋଟେ ଭଲ ଗୁଣ ହେଲା ଗାଡ଼ି ଚଲାଇଲା ବେଳେ ସବୁବେଳେ ଠାକୁରଙ୍କ ଗୁରୁ ଗାୟତ୍ରୀ ମନ୍ତ୍ର ଗୁଣୁ ଗୁଣୁ ହେଇ ବୁଲୁଥାନ୍ତି। ଆଉ ସବୁବେଳେ ଗାଡ଼ିରେ ଠାକୁରଙ୍କ ଭଜନ କିମ୍ବା ପାଲା କ୍ୟାସେଟ୍ ବାଜୁଥାଏ। ସେଦିନ ମଧ୍ୟ ଗାଡ଼ିରେ ଠାକୁରଙ୍କ ପାଲା କ୍ୟାସେଟ୍ ଲାଗିଥାଏ। ମୁଁ ଫ୍ରଣ୍ଟ ସିଟ୍ରେ ବସିଥାଏ। ଅଚାନକ ମୋ ସ୍ୱାମୀଙ୍କ ପଟକୁ ଅନେଇଲା ବେଳକୁ ପାହାଳ ପାଖରେ ଗୋଟେ ଗାଡ଼ି ଭାରସାମ୍ୟ ହରାଇ ଦ୍ରୁତ ଗତିରେ ମାଡ଼ି ଆସିଲା ଆମ ଆଡ଼କୁ। ମୋ ସ୍ୱାମୀଙ୍କୁ ମୁଁ କିଛି କହିବା ପୂର୍ବରୁ ପାଟିରୁ ବାହାରିଗଲା, ହେ ଠାକୁରେ ତୁମେ ହିଁ ସାହା। ସେ ଅନେଇବା ପୂର୍ବରୁ ଆଖି ପିଛୁଳାକେ ସେ ଗାଡ଼ିଟି ଆମ କାର୍କୁ କ୍ରସ୍ କରି ପିଟି ହୋଇଗଲା ଆମ ଗାଡ଼ିଠାରୁ ହାତେ ଦୂର ଆଗରେ ଆମ ବିପରୀତ ଦିଗରେ। ଓଃ, କି ପ୍ରଚଣ୍ଡ ଶବ୍ଦ! ଥରିଗଲି ମୁଁ। ସେ ଗାଡ଼ିର ଆଗପଟ ଭାଙ୍ଗି ଚୁରମାର ହୋଇଯାଇଥିଲା। ଆମେ ଠିଆ ହୋଇଗଲୁ। ଡ୍ରାଇଭର ସିଟ୍ରେ ଜଣେ ଅଳ୍ପ ବୟସ୍କ ଯୁବକ ବସିଥିଲେ। ତାଙ୍କର ବିଶେଷ କିଛି କ୍ଷୟ ହୋଇନଥିଲେ ବି ତାଙ୍କର ସେନ୍ସ ନଥିଲା। ମୁଣ୍ଡ ମାଡ଼ ହୋଇଯାଇଥିଲା। ସାଙ୍ଗେ ସାଙ୍ଗେ ପିସିଆର ଆସି ତାଙ୍କୁ ଉଦ୍ଧାର କଲେ। ଗୋଟେ ସେକେଣ୍ଡର କଥା ନ ହୋଇଥିଲା ଆମ ସେଦିନ କ'ଣ ଯେ ହୋଇଥାନ୍ତା ଆଜି ବି ସେ କଥା ମନେ ପଡ଼ିଲେ ଦେହ ଶୀତେଇ ଉଠୁଛି। ସେ ଗାଡ଼ି ଆମଠୁ ମାତ୍ର ହାତେ ଡିଷ୍ଟାନ୍ସରେ ଆମ ଗାଡ଼ି ପାଖାପାଖି ଦେଇକି ଚାଲି ଯାଇଥିଲା ଆଗକୁ। ଠାକୁରଙ୍କ କୃପାରୁ ଗାଡ଼ି ଆମ ସାଇଡ଼ରେ ଘଷି ହୋଇ ହାତେ ଦୂରର ଆଗକୁ ପଳାଇଥିଲା। ନହେଲେ ଯେଉଁଭଳି ଦ୍ରୁତ ଗତି ଥିଲା ସେଦିନ ସେ ଗାଡ଼ିର କ'ଣ ଯେ ହୋଇଥାନ୍ତା। ଠାକୁରଙ୍କୁ କୋଟି କୋଟି ପ୍ରଣାମ ଜଣାଇଲୁ। ଠାକୁରଙ୍କ କୃପାରୁ ତ ଆମେ ସୁରକ୍ଷିତ ଥିଲୁ। ଠାକୁର ତ ସବୁବେଳେ ଛାଇ ପରି ରହି ଭକ୍ତମାନଙ୍କର ରକ୍ଷା କରନ୍ତି। ସେ ତ କୃପାମୟ ଠାକୁର, ସବୁ ତାଙ୍କରି ଲୀଳା। ଯିଏ ଯେମିତି ରୂପରେ ତାଙ୍କୁ ଜପେ ସେ ସେମିତି ତାଙ୍କୁ ମିଳନ୍ତି। ବିଶ୍ୱାସ ମୂଳେ ହରି, ତାଙ୍କ କୃପା ବିନା ଏ ଜଗତ ମୂଲ୍ୟହୀନ। ଭଗବାନଙ୍କୁ ନେଇ ସମସ୍ତଙ୍କର ଅଳ୍ପ ବହୁତ ଅନୁଭୂତି ନିଶ୍ଚିନ୍ତ ଥାଏ। ସେ ଯେଉଁ ରୂପରେ ଠାକୁରଙ୍କ ଆରାଧନା କରନ୍ତି ଠାକୁର ସେହି ରୂପରେ ତାଙ୍କ ପାଖେ ଛିଡ଼ା ହୁଅନ୍ତି। ଜାତି ଧର୍ମ ସମସ୍ତଙ୍କ ଠାରୁ ଭଗବାନ ଊର୍ଦ୍ଧ୍ୱରେ। ଆମେ କେବଳ ଭିନ୍ନ ଭିନ୍ନ ରୂପରେ ତାଙ୍କୁ ଡାକୁଛେ, କିନ୍ତୁ ଭଗବାନ ଯେ ଆମେ ସମସ୍ତେ ଏକଥା ଜାଣିଛେ। ଆମ ଜୀବନରେ ଠାକୁରଙ୍କ ଉପସ୍ଥିତି ଆମେ ଏତେ ପାଖରୁ ଅନୁଭବ କରୁଛୁ, ତାହା ପ୍ରକାଶ ନ କଲେ କିଛି ଗୋଟେ ଅଧୁରା ରହିଯିବ ନିଶ୍ଚୟ। 2016 ଅଗଷ୍ଟ ମାସ କଥା କହୁଛି, ତାରିଖ ଠିକ୍ ସେ ମନେ ନାହିଁ। ମୋ ଝିଅ ଦୀକ୍ଷା ନେବ ବୋଲି 2 ବର୍ଷ ହେବ କହୁଥିଲା, ହେଲେ ଠାକୁରଙ୍କ କୃପା ହେଉନଥିବାରୁ ସେ କାର୍ଯ୍ୟ ସମ୍ଭବ ହେଉନଥିଲା। ବହୁ ଚେଷ୍ଟା କରିବା ପରେ ସେ ଶୁଭ ବେଳ ଆସିଥିଲା। ଝିଅ ଦୀକ୍ଷା ନେବେ ବୋଲି ତା'ର ସମସ୍ତ ବ୍ୟବସ୍ଥା ଖଣ୍ଡଗିରି ଆଶ୍ରମରେ ହୋଇଥିଲା। ତେଣୁକରି ଆମେ ସନ୍ଧ୍ୟା ସମୟରେ ଖଣ୍ଡଗିରି ଆଶ୍ରମରେ ପହଞ୍ଚିଲୁ। ସେଦିନ ଥିଲା ଏକାଦଶୀ। ଝିଅ ଠାକୁରଙ୍କ ଦୀକ୍ଷା ନେଇସାରିବା ପରେ ଆମ ଠାକୁରଙ୍କର ଗୋଷ୍ଠୀ ଚାଲିଥାଏ ଆଶ୍ରମ ପରିସରରେ। ଠାକୁରଙ୍କ ପୂଜା ପରେ ଆଶ୍ରମ ପରିସରରେ ଥିବା ମା ପୌର୍ଣ୍ଣମାସୀ ଏବଂ ରାଧାକୃଷ୍ଣଙ୍କ ପାଖରେ ସଂକୀର୍ତ୍ତନ ଓ ପୂଜା ସାରି ଆମେ ସମସ୍ତେ ଫେରୁଥିଲୁ ଠାକୁରଙ୍କ ପାଖକୁ। ଆମେ ପଛରେ ଆସୁଥିଲୁ, ଝିଅ, ମୁଁ ଏବଂ ଆଉ ଜଣେ ଠାକୁରଙ୍କର ଭକ୍ତା। ଆମେ ଆସୁଛୁ, ସେ ଭକ୍ତା ଜଣକ ଆମକୁ କହିଲେ, ଦେଖିଲ ଠାକୁରଙ୍କ ସାମ୍ନାରେ ସେ ଗଛ ପାଖରେ କିଏ ଜଣେ ହାତ ଠାରି ଆମକୁ ଡାକୁଛନ୍ତି। ଆମେ ତାଙ୍କ ପାଖକୁ ଗଲୁ। ଜଣେ ବୃଦ୍ଧ ବ୍ୟକ୍ତି ଥିଲେ। ସମ୍ପୂର୍ଣ୍ଣ ଧଳା ବସ୍ତ୍ର, ଧୋତି ଓ ଧଳା ଫୁଲ ହାତ ଗଞ୍ଜି, କାନ୍ଧରେ ଗୋଟେ ଧଳା ଗାମୁଛା ପକାଇଥିଲେ। ଆମେ ତାଙ୍କ ପାଖକୁ ଗଲୁ, ହେଲେ ଆମ ଲୋମମୂଳ କାହିଁକି କେଜାଣି ଟାଙ୍କୁରି ଉଠୁଥାଏ। ଏକ ତେଜ ତାଙ୍କ ଆଖପାଖରେ ଯେମିତି ଅନୁଭବ ହେଉଥାଏ। ସେ 100 ଟଙ୍କା କାଢ଼ି ବଢ଼ାଇଲେ ଝିଅ ହାତକୁ। କହିଲେ, ଝିଅ, ଏ ଟଙ୍କା ନେ, ଠାକୁରଙ୍କ ହୁଣ୍ଡିରେ ପକାଇଦେବୁ। ତୁ ଆଜି ଦୀକ୍ଷା ନେଇଛୁ ପରା, ଠାକୁର ଦୀକ୍ଷା ନେଇଛୁ ପରା। ଆମେ ବଡ଼ ଆଶ୍ଚର୍ଯ୍ୟ ହେଲୁ। ସେ କେମିତି ଜାଣିଲେ ଯେ ଝିଅ ଦୀକ୍ଷା ନେଇଛି ବୋଲିକି? ସେ ଅପା ମୋ ମୁହଁକୁ ଅନାଇଲେ। ମୁଁ ବି ତାଙ୍କ ମୁହଁକୁ ଚାହିଁଲା ପରେ ସେ ଅପା କହିଲେ, ରଶ୍ମି, ଆମ ଠାକୁର ବୋଧେ ଆସୁଛନ୍ତି। ମୁଁ ଶୁଣିଛି ଠାକୁର ଏମିତି ବିଭିନ୍ନ ରୂପରେ ଆସନ୍ତି। ଏସବୁ କଥା ଲେଖିଲା ବେଳକୁ ଏବେ ବି ଦେହ ଶୀତେଇ ହେଇଯାଉଛି। ଆମେ ସମସ୍ତେ ତାଙ୍କୁ ମୁଣ୍ଡିଆ ମାରିଲୁ। ସେ ଆଶୀର୍ବାଦ କଲେ। ଅପା ଝିଅ ପଳେଇ ଆସିଲେ ଆଗରେ। ମୁଁ ତାଙ୍କୁ କହିଲି, ଆପଣ ଆସନ୍ତୁ, ପ୍ରସାଦ ପାଇଦେବେ। ମୁଁ ତାଙ୍କୁ କିନ୍ତୁ ବହୁତ ବାଧ୍ୟ କଲି, ସେ ଆସିଲେନି। କହିଲେ, ନାଇଁ ରେ ମା', ମୁଁ ଏଇ ଖଣ୍ଡଗିରିରେ ରୁହେ। ଆଜି ଏକାଦଶୀ, ମୁଁ ସନ୍ଧ୍ୟା ପୂର୍ବରୁ ପ୍ରସାଦ ପାଇସାରିଛି। ମୁଁ ଯେତେ ଅନୁରୋଧ କଲେ ବି ସେ କହିଲେ, ନା, ମୁଁ ଧଳା ବସ୍ତ୍ର ପିନ୍ଧି ପ୍ରସାଦ ପାଇସାରିଛି। ଆଉ ଧଳା ବସ୍ତ୍ର ପିନ୍ଧି ପ୍ରସାଦ ପାଇସାରିବା ପରେ ଆଉ ମନ୍ଦିରକୁ ଯିବି ନାହିଁ। ଆହୁରି 2-3 ପଦ ଭଲରେ କଥା ହେଲେ ସେ ଏକଲୟରେ ଠାକୁରଙ୍କୁ ଚାହିଁଥାନ୍ତି। ମୁଁ ମନ୍ଦିର ଭିତରକୁ ଗଲି। ଠାକୁରଙ୍କୁ ଅନାଇ ଅନୁଧ୍ୟାନ କଲି ଯେ ଠାକୁର ବି ଆଜି ଧଳା ପିନ୍ଧିଛନ୍ତି। ସତରେ କ'ଣ ଠାକୁର ଆସିଥିଲେ? ଏମିତି ଭାବୁ ଭାବୁ ବାହାରକୁ କାହିଁକି କେଜାଣି ଅପା ମୁଁ ଚାହିଁଲୁ, ହେଲେ ଆଶ୍ରମର ଗେଟ୍ ଯାଏ କେହି ବି ଦେଖାଗଲେନି। ଗୋଟେ ମୁହୂର୍ତ୍ତରେ କୁଆଡ଼େ ଯେମିତି ସେ ଅନ୍ତର୍ଧ୍ୟାନ ହୋଇଗଲେ। ଆଶ୍ଚର୍ଯ୍ୟର ଆମର ସୀମା ରହିଲାନି। ନିଜକୁ ନିଜେ 2 ଜଣ ଦୋଷୀ ମାନିଲୁ। ଆଶ୍ରମରେ ସମସ୍ତଙ୍କୁ ଆମେ ଏକଥା ଜଣାଇଲୁ। ସମସ୍ତେ କହୁଥାନ୍ତି, ନିଶ୍ଚିନ୍ତ ଭାବରେ ଠାକୁର ଆସିଥିବ, ତମେ ଆମକୁ ଡାକିଲନି। ହେଲେ ଆମେ କି ବୁଝିବୁ ଠାକୁରଙ୍କ ଲୀଳା? ଠାକୁରଙ୍କ ଉପସ୍ଥିତି ଅନୁଭବ କରି ବି ଆମେ ବୁଝିପାରିଲୁନୁ। ଆଜି ଯାଏ ବି ଆମେ ଖୋଜି ପାଇନୁ ସେ ବ୍ୟକ୍ତିଙ୍କୁ। ଯଦି ଯେ ସେ ସାଧାରଣ ମଣିଷ, ତାହେଲେ
ତାଙ୍କ କହିବା ଅନୁସାରେ ସେ ଖଣ୍ଡକେ ରୁହନ୍ତି। ତେବେ ଏତେ ବର୍ଷ ହେଲା ପରେ କୌଣସି ଉତ୍ସବରେ ଆମେ ଥରଟିଏ ବି ତାଙ୍କୁ ଦେଖିନୁ। ଏତେ ବର୍ଷ ହେବ ଖଣ୍ଡଗିରି ଯାଉଛୁ କିନ୍ତୁ କେବେ ବି ତାଙ୍କ ସହିତ ଆଉ ଦେଖା ହେଇନି। ସାଧାରଣ ମନୁଷ୍ୟ କ'ଣ କ୍ଷଣକ ଭିତରେ ଅନ୍ତର୍ଦ୍ଧାନ ହୋଇପାରିବେ? ମୋ ସ୍ୱାମୀ ସେଦିନ ବହୁତ କାନ୍ଦିଲେ, କହିଲେ ଠାକୁର ତୁମକୁ ଦେଖାଦେଲେ ଅଥଚ ମୋତେ ଥରଟିଏ ବି ଦେଖାଦେଲେନି, ମୋତେ ଡାକିଲନି। ଠାକୁରଙ୍କୁ କହିଲେ ଠାକୁର ମୋର ବା କ'ଣ ଦୋଷ ଥିଲା, ମୋତେ ଟିକେ ଆପଣଙ୍କ ପାଖରେ ପାଇବାର ସୌଭାଗ୍ୟ ଲାଭ କରିବାର ସୁଯୋଗ ଦେଲେ ନାହିଁ। ଆମେ ସମସ୍ତେ ଅନୁଭବ କରୁଛୁ ଠାକୁରଙ୍କର ଅଦୃଶ୍ୟ ଶକ୍ତି ସବୁବେଳେ ଆମକୁ ସବୁ ବିପଦ ଆପଦରୁ ରକ୍ଷା କରିଥାଏ। ଏହା କିନ୍ତୁ ଆମେ ବେଳେବେଳେ ଜାଣିପାରିନଥାଉ। ସଂସାରର ସବୁ ଦୁଃଖ କଷ୍ଟ ଗୋଟେ ପଟେ, ଆମ ଆରାଧ୍ୟ ଦେବତାଙ୍କ ସ୍ନେହ ଶ୍ରଦ୍ଧା ଆଶୀର୍ବାଦ ଗୋଟେ ପଟେ। ଆମେ ବେଳେବେଳେ କୌଣସି କଷ୍ଟ ପାଇଲେ ଠାକୁରଙ୍କ ପାଖରେ ଅଭିଯୋଗ କରିବସୁ। ସେମିତି ଠାକୁରଙ୍କର ମୋ ପ୍ରତି ଥିବା ଅଶେଷ କରୁଣା ଆଉ ଠାକୁରଙ୍କର ଅଦୃଶ୍ୟ ଶକ୍ତି ମୋତେ ଯେ କେତେ ବିପଦରୁ ରକ୍ଷା କରୁଛି, ଆଖି କୋଣରେ ଲୁହ ଜକେଇ ଆସୁଛି। ଠାକୁରଙ୍କୁ ଅନ୍ତରରୁ କୃତଜ୍ଞତା ଜ୍ଞାପନ କରୁଛି ଯେ ଠାକୁର ପ୍ରତି କ୍ଷଣରେ ଆମ ପାଖେ ଥାଆନ୍ତି। ଠାକୁରଙ୍କ କରୁଣା ଅପାର। ତାରିଖ କି ଦିନ ମନେ ନାହିଁ। ସକାଳୁ ସକାଳୁ ରୋଷେଇ ସାରି ସ୍କୁଲ ଯିବାକୁ ତରବର ହେଉଥାଏ। ମୁଁ ଏଠାରେ କହି ରଖୁ ଯେ ମୋର ଗୋଟେ ସରସ୍ୱତୀ ଶିଶୁ ମନ୍ଦିର ସ୍କୁଲ ଥିଲା ମୋ ନିଜର, ଯାହାକୁ ମୁଁ ନିଜେ ହ୍ୟାଣ୍ଡେଲ୍ କରୁଥିଲି। ସେଦିନ କ'ଣ ହେଇଛି, ବାହାରୁ ସ୍କୁଲ ଯିବା ପୂର୍ବରୁ ହଠାତ୍ ନାକରେ କିଛି ପୋଡ଼ିଯିବା ଭଳି ସ୍ମେଲ୍ ହେଲା। ରୋଷେଇ ଘରକୁ ଯାଇ ଚେକ୍ କଲା ବେଳକୁ ଦେଖିଲେ ଗ୍ୟାସ୍ ଅନ୍ ଅଛି ଆଉ ତେଲ କଡ଼େଇ ହୁତୁ ହୁତୁ ହୋଇ ଜଳୁଛି। ସେଦିନ ପକୋଡ଼ି ଛଣାଛଣି କରି ଗ୍ୟାସ୍ ଅଫ୍ କରିବାକୁ ଭୁଲି ଯାଇଥିଲି। ସେଦିନ ମୋର ସ୍କୁଲରେ ଫାଷ୍ଟ କ୍ଲାସ୍ ଥାଏ। ସେଦିନ ଘରୁ ବାହାରିବାକୁ ବିଳମ୍ବ ହୋଇଯାଇଥିଲା। ତେଲ କଡ଼େଇ ଏମିତି ଜଳୁଥିବା ଦେଖି କେମିତି କେଜାଣି ଗୋଟେ ଅନ୍ୟମନସ୍କ ଭାବରେ ଭୁଲ କରିଦେଲି। ବେଳେବେଳେ ସବୁ ଜାଣିବି ଆମେ ଏମିତି କାମ କରିବସୁ ଯେ ଭାବିଲା ବେଳକୁ ନେଡ଼ି ଗୁଡ଼ କହୁଣିକି ଗଡ଼ି ଯାଇଥାଏ। ଠିକ୍ ସେମିତି ମୁଁ କିଛି ନ ଭାବି ହୁତୁ ହୁତୁ ହୋଇ ଜଳୁଥିବା ତେଲ କଡ଼େଇରେ ଗ୍ଲାସ୍ ପୁରା ପାଣି ଢାଳିଦେଲି। ଗୋଟେ ମୁହୂର୍ତ୍ତରେ ଆଖି ପିଛୁଳାକେ ନିଆଁ ଭୁସ୍ କରି ଉପରକୁ ଉଠିଗଲା ଜୋରଦାର ସାଉଣ୍ଡ ସହ। ଚାହୁଁ ଚାହୁଁ ରୋଷେଇ ଘର ତାଜା ଉପରେ ଥିବା ଦାମୀ ଫିଲ୍ଟର ପେଟି ଏବଂ ଫିଲ୍ଟରଟି ଅଧା ଜଳି ନଷ୍ଟ ହୋଇଗଲା। କଡ଼େଇର ଏତେ କଡ଼ରେ ମୁଁ ସିଫନ୍ ଶାଢ଼ୀ ପିନ୍ଧି ଛିଡ଼ା ହୋଇଥିଲି ଯେ କ'ଣ ହୋଇଥାନ୍ତା ମୋ ଅବସ୍ଥା। ଭୟରେ ବାହାରକୁ ଦୌଡ଼ି ଥରୁଥାଏ। ମୋ ସ୍ୱାମୀ କ'ଣ ହେଲା ବୋଲି ଡାକ ମାରି ଦୌଡ଼ି ଆସିଥିଲେ ରୋଷେଇ ଘରକୁ। ଦେଖିଲା ବେଳକୁ ରୋଷେଇ ଘରେ ଜଳୁଥିଲା କଡ଼େଇ। ବିକଳରେ ଗ୍ୟାସ୍କୁ ସିଲିଣ୍ଡରରୁ ବନ୍ଦ କରିଦେଲେ ଯୋଗକୁ ନିଆଁ ସେଦିନ ବେଶୀ ବ୍ୟାପି ନଥିଲା ଏବଂ ଧୀରେ ଧୀରେ କମିଗଲା। ରୋଷେଇ ଘରେ ଇନଭର୍ଟର, ଓଭାନ୍, ଫ୍ରିଜ୍ ସବୁ କିଛି ଇଲେକ୍ଟ୍ରୋନିକ୍ ଜିନିଷ ଥିଲା। ନିଆଁ ବ୍ୟାପିଥିଲେ କ'ଣ ଯେ ହୋଇଥାନ୍ତା କଳ୍ପନା କରି ହେଇନଥାନ୍ତା। ଯାହା ହେଉ ଠାକୁର ରକ୍ଷା କରିଦେଲେ। ସବୁ ବିପଦ ଟାଳି ଠାକୁରଙ୍କୁ ମୁଣ୍ଡିଆ ମାରି ଧନ୍ୟବାଦ ଅର୍ପଣ କରିଥିଲେ, କାରଣ ମୋତେ ଠାକୁର ଗୋଟେ ବଡ଼ ବିପଦରୁ ରକ୍ଷା କରିଥିଲେ। ଆଜି ପାଇଁ ଏତିକି।